हरि बोल आमे हरि नाम स्मरण कले जगतर नाथ जगन्नाथ उड़िया मानकर परिचय श्री जगन्नाथ को आमे हृदय पद्मरे बसाई थाऊ। कोटि कोटि ओडियांकर हृदय पद्मरे स्थापित होइतिबा जगन्नाथ नीलाचल धामरे विभिन्न बेशरे लागि हंती चंदन लागि बेश वैशाख मासरे अक्षय तृतीया ठारू 21 दिन पर्यंत थाए। गणेश हाथी बेश स्नान पूर्णिमा सुना बेश रथ उपरे आषाढ़ शुक्ल एकादशी व द्वादशी हुए। वन भुजी बेश भाद्र कृष्ण दशमी कालिय दलन बेश भाद्र कृष्ण एकादशी प्रलम्बासुर बेश भाद्र कृष्ण द्वादशी कृष्ण बलराम बेश भाद्र कृष्ण त्रयोदशी बामन बेश भाद्र शुक्ल द्वादशी बा त्रयोदशी पड़े। राजा बेश अश्विन शुक्ल दशमी अश्विन मास शुक्ल पक्ष दशमी तिथि पालन करा जाय। जगतर नाथ जगन्नाथ जगतर मौड़ मणिक विषय समस्ते जानिबा एवं तांको लगी विभिन्न बेश से विषय आमे मध्य धारणा नवा। राधा दामोदर बेश आश्विन शुक्ल एकादशी ठारू कार्तिक शुक्ल दशमी पर्यंत हुए। लक्ष्मी नारायण बेश ए मध्य सोमवार दिन श्री बलभद्र हरिहर बेश हंती। ठिया ठिया कार्तिक शुक्ल एकादशी हुए। बांक चोड़ा बेश बामन कार्तिक शुक्ल द्वादशी त्रिविक्रम बेश आड़तिया कार्तिक शुक्ल एकादशी हुए। नृसिंह बेश डालतिया कार्तिक शुक्ल चतुर्दशी लक्ष्मी नारायण बेश राज राजे कार्तिक पूर्णिमा स्वरे। नागार्जुन बेश जो वर्ष कार्तिक शुक्ल त्रयोदशी चतुर्दशी और पंचुक 6 दिन मध्य पद्मा बेश माघ अमावस्या ठारू बसंत पंचमी मध्य जेकोसी शनिवार और रविवार हुए। गज उदाहरण बेश माघ पूर्णिमा चाचेरी बेश फाल्गुन शुक्ल दशमी ठारू पूर्णिमा पर्यंत चतुर्दशी व्यतीत पूर्णिमा दिन राज बेश हुए। 12 मासरे एहिपरि 13 बेशरे लागि हंती जगन्नाथ महाप्रभु बलभद्र महाप्रभु सुभद्रा माता नीलाद्री महोदय। एही गुप्त यात्रा वैशाख शुक्ल अष्टमी मध्याह्न अनुष्ठित हुए। एही दिन प्रसाद प्रतिष्ठा समाप्त हुईथिला। स्नान यात्रा यही यात्रा को जन्म बासर कंती ज्येष्ठ पूर्णिमा दिन हुए। श्री गुंडीचा यात्रा रथ यात्रा आषाढ़ शुक्ल पक्ष द्वितीया पुष्य नक्षत्र अनुष्ठित हुए। श्री हरि स्वयं उत्सव आषाढ़ शुक्ल एकादशी संयुक्त द्वादशी तिथि हुए। रथ उपरे अनुष्ठित होता। उत्थापन यात्रा कार्तिक शुक्ल एकादशी दिन हुए। पार्श्व परिवर्तन भाद्रव शुक्ल एकादशी दिन हुए। दक्षिणायन यात्रा कर्कट संक्रांति दिन पालित हुए।
ଚୈତ୍ରାବରଣ ଷଷ୍ଠୀ ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଏହା ଶୀତ ବସ୍ତ୍ର ଲାଗି ଉତ୍ସବ ହୋଇଥାଏ। ପୁଷ୍ୟାଭିଷେକ ପୌଷ ପୂର୍ଣ୍ଣିମା ଦିନ ଶ୍ରୀ ଜଗନ୍ନାଥଙ୍କର ମଧ୍ୟାହ୍ନ ପୂଜାକୁ ବୁଝାଇଥାଏ। ସେଦିନ ଶ୍ରୀଜୀଉ ଶ୍ରୀ ରାମଚନ୍ଦ୍ରଙ୍କ ବେଶ ଧାରଣ କରି ପୂଜିତ ହୁଅନ୍ତି। ଉତ୍ତରାୟଣ ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୁଏ। ବାସନ୍ତିକ ଦୋଳୋତ୍ସବ ଫାଲ୍ଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଚେରି ବେଶ ହୁଅନ୍ତି। ପ୍ରଭୁ ଅବିରାଗ ଲାଗି ହୋଇ ନାନାଦି ଉତ୍ସବ ହୋଇଥାଏ। ଦମନକ ଚତୁର୍ଦ୍ଦଶୀ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ ପାଳନ ହୋଇଥାଏ। ଅକ୍ଷୟ ତୃତୀୟା ଚନ୍ଦନ ଯାତ୍ରାରମ୍ଭ ଅକ୍ଷୟ ତୃତୀୟା ଠାରୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଉତ୍ସବ ନରେନ୍ଦ୍ର ପୁଷ୍କରିଣୀରେ ପାଳିତ ହୁଏ। ଜଗନ୍ନାଥ ମହାପ୍ରଭୁଙ୍କର ଅନେକ ଖାଦ୍ୟ ଓ ନଦିଆ ଲଗାଯାଏ। 56 ପ୍ରକାର ସୁଖାଦ୍ୟ ଓ 64 ପ୍ରକାର ସୁସ୍ୱାଦୁ ଖାଦ୍ୟ। ଗୋପାଳ ବଲ୍ଲଭ ଭୋଗ ପାଗ ଖଇ ନଡ଼ିଆ କୋରା ପାଚିଲା କଦଳୀ ଖଣ୍ଡ ଖୁଆ ମଣ୍ଡା ଦହି ସର ମାଖନ ଓ ପାତିବା କୋରା ନଡ଼ିଆ ଲାଗିଥାଏ। ସକାଳ ଧୂପ ବଡ଼ କାନ୍ତି ମାଠ ପୁଳି ସାନ କାନ୍ତି ଚଣ୍ଡ ମାଠ ପୁଳି ହଂସ କେଳି କାକୁଡି ଅଝିଲି ଅଦା ପାଚେଡି ଏଣ୍ଡୁରି ଶାଗ ଥାଳି ଖେଚୁଡି ନୁଖୁରା ଖେଚୁଡି ଅଙ୍ଗ ବାସ ଉଳି ଖେଚୁଡି ସାନ ଉଳି ଖେଚୁଡି ମେଣ୍ଢା ମୁଣ୍ଡିଆ ଖେଚୁଡି ଚଣ୍ଡ ପୁଳି ଓ ଝିଲି ଭଜା। ମଧ୍ୟାହ୍ନ ଧୂପ ସୁଅର ଅରିଷା ଧଉଳା ପଶୁ ପାଳକ ଧଉଳା ସାନ ଆରିସା ବଡ଼ ଆରିସା ପିଠା ପୁଳି ବଡା ସାନ ବଡା ତିପୁରୀ ତାତନାଡି ତାତ ମନୋହର ତାତ ଆରିସା ଭୋଗ ମନୋହର ବଡ଼ କାକରା ସାନ କାକରା ମରିଚି ଲଡୁ ବଡ଼ ନାଡି ଘି ନାଡି ବଡ଼ ପିଠା ସାନ ପିଠା ସର ପଣା ମୁଗ ମରିଚ ପାଣି ବଡ଼ ବଡ଼ ଖିରିସା ସାନ ବଡ଼ ଖିରିସା ଅମୃତର ଦୁଗ୍ଧଆଳି ଅନ୍ନ ଉରିଆ ଉଦମ୍ବା ସୁବାସ ପଖାଳ ସାକରା ସାନ ଗଜା ବଡ଼ ଗଜା ଓ ଭାଜା। ସନ୍ଧ୍ୟା ଧୂପ ଚଢେଇ ନେବା ସୁଆର ମନୋହର ଅଦା ଚଢେଇ ନେବା ପାରିଜାତକ ମାଣ୍ଡୁଆ କଦଳୀ ପିଠା ଜେନା ମଣି ପିଠା ହଂସ ବଲ୍ଲଭ ପିଠା ମାଠ ପୁଳି ଫେଣି ବଡା କଅଁଳ ପୁଳି ସୁଆରୀ ଟାକୁଆ ଲୁଣି ଝୁରୁମା ସାନ କୁଡମ୍ବା ବଡ଼ କୁଡମ୍ବା ସୁବାସ ପଖାଳ ଅମାଲୁସା ଅମୁଲୁ ଏହିପରି ହୋଇଥାଏ। ବଡ଼ସିଆର ଧୂପ ଅମାଲୁ ବଡ଼ ବସାନ ଟାକୁଆ ଭୋଗ ସରପୁଳି ସୁଆର ପିଠା ରୁକ୍ଷ ପାଇକା ପିଠା ଖଇର ଠୁଳା କଦଳୀ ବଡା କ୍ଷୀର କାଞ୍ଜି ଝର ପଖାଳ ସୁବାସ ପଖାଳ ଓ ସାକରା ଉପାଧି ଭୋଗ। ପ୍ରତ୍ୟେକ ଧୂପ ପରେ ଉପାଧି ଭୋଗ ମଣ୍ଡପରେ ହୁଏ। ସେଥିରେ ସରୁ ଓ ମୋଟା ଚାଉଳ ଅନ୍ନ
ଘିଅ ଅନ୍ନ, ଅଦା ହେଙ୍ଗୁ ଖେଚେଡ଼ି, ମିଠା ଖେଚେଡ଼ି, ହରଡ଼ ଡାଲି, ଜାଇ ଫୁଲ ଦୁଲ ଡାଲି, ମହୁର ଶାଗ ବେସର ଆମ୍ବିଳ, ଆଖୁ ରସ ସାକର ମରିଚ ପାଣି, ଗୁଟି ବାଇଗଣ ପୋଟଳ ରସା, ଦହି ବରା ଛେନା ତାଡ଼ିଆ ପାପୁଡ଼ି, ଖଜା ଅନ୍ନ ରସାବଳି ପଣା କ୍ଷୀରି ସାକରା କାକେରୀ କାକେରା ବିରି ତୁଡ଼ିଆ ଏହିପରି ହୋଇଥାଏ। ଏତଦ୍ ବ୍ୟତୀତ ସମୟ ଅନୁସାରେ ଭଗବାନଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଅର୍ପିତ କରା ହୋଇଥାଏ। ଗ୍ରୀଷ୍ମ ସମୟରେ ଏପ୍ରିଲ ମେ ଜୁନ ମାସରେ ଦେହକୁ ଥଣ୍ଡା ରଖିବା ପାଇଁ ଦହି ପଖାଳ, ଶାଗ ବିରି ପିଠା ପ୍ରଭୃତି ପରିବେଷଣ କରାଯାଇଥାଏ। ଶ୍ରୀ ଜଗନ୍ନାଥଙ୍କର ରଥ ନାମ ହେଉଛି ନନ୍ଦିଘୋଷ ରଥ। ଏହାର ଉଚ୍ଚତା ପ୍ରାୟ 45 ଫୁଟ, 7 ଫୁଟ ପରିଧି ଥିବା 16ଟି ବିଶାଳ ଚକ ଏହି ରଥରେ ଲାଗିଥାଏ। ଏହି ରଥକୁ ପୀତ ଓ ରକ୍ତ ବର୍ଣ୍ଣରେ ସଜ୍ଜିତ କରାଯାଇଥାଏ। ଏହି ରଥର ସାରଥୀ ହେଉଛନ୍ତି ମାତଳି। ଶିବ, ସୂର୍ଯ୍ୟ, ବିଷ୍ଣୁ, ହନୁମାନ, ରାମ ପ୍ରଭୃତି ହେଉଛନ୍ତି ଏହାର ରକ୍ଷକ ଦେବତା। ଶ୍ରୀ ବଳଦେବଙ୍କ ରଥର ନାମ ହେଉଛି ତାଳଧ୍ୱଜ ରଥ। ଏହି ରଥର ଉଚ୍ଚତା ପ୍ରାୟ 44 ଫୁଟ। ଏଥିରେ 14ଟି ଚକ ଲାଗିଥାଏ। ପ୍ରତ୍ୟେକ ଚକର ଚଉଡ଼ା ପ୍ରାୟ 7 ଫୁଟ। ଏହା ଲାଲ ଓ ନୀଳ ରଙ୍ଗର ରଞ୍ଜିତ ହୋଇଥାଏ ଓ ଏହା ଉପରେ ଲାଲ ଓ ନୀଳ ବର୍ଣ୍ଣର ଆବରଣ ଦିଆ ହୁଏ। ସାତ୍ୱିକୀ ଏହାର ସାରଥୀ ଓ ରୁଦ୍ର ଓ ନୃସିଂହ ହେଉଛନ୍ତି ଏହାର ରକ୍ଷକ ଦେବତା। ଦେବୀ ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ ରଥ। ଏହାର ଚଉଡ଼ା ପ୍ରାୟ 43 ଫୁଟ। ଏହାର 12ଟି ଚକ ଓ ପ୍ରତ୍ୟେକ ଚକର ଉଚ୍ଚତା 5 ଫୁଟ। ଅର୍ଜୁନ ହେଉଛନ୍ତି ମା ସୁଭଦ୍ରା ଦେବୀଙ୍କର ସାରଥୀ। ମହାପ୍ରଭୁ ଜଗନ୍ନାଥଙ୍କର ଏହି ବେଶ ଓ ଲାଗି ବର୍ଣ୍ଣନାରେ ଯଦି କିଛି ଭୁଲ ହୋଇଯାଇଥାଏ ପ୍ରଭୁ କ୍ଷମା କରନ୍ତୁ। ଜୟ ଜଗନ୍ନାଥ।